25 ବର୍ଷରେ ପ୍ରଥମ ଥର ଦୋହଲି ଗଲା ବିଜେଡିର ଗଡ଼। ପଛୁଆ ରହିବା ପଛରେ ରହିଛି ତିନି ପ୍ରମୁଖ କାରଣ। ପୁରା ଅପ୍ରତ୍ୟାଶିତ ଫଳାଫଳ ଯାହା କେବେ ଭାବି ନଥିଲେ। କାରଣ ପ୍ରଥମ ଥର ପାଇଁ ବିଜୁ ଜନତା ଦଳକୁ ଲାଗିଛି ହାଇ ଭୋଲ୍ଟେଜ ଝଟକା। କାରଣ ଏଥର ବିଜେଡି ହାତରୁ ଖସିଯିବ ଓଡ଼ିଶା। ଏମିତି କିଛି ଚିତ୍ର ହେଉଛି ସ୍ପଷ୍ଟ। ଭୋଟ ଗଣତି ଆରମ୍ଭ ହେବା ପରେ କିଛି ଏମିତି ବୟାନ କରୁଛି ଟ୍ରେଣ୍ଡ, ଯାହାକୁ ନେଇ ଚିନ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ। ତେବେ ବିଜେଡିର ଏପରି ଦଶା ପାଇଁ ତିନୋଟି କାରଣକୁ ନେଇ ଜୋରଦାର ଚର୍ଚ୍ଚା, ଯେଉଁଥିପାଇଁ 25 ବର୍ଷର ଗଡ଼ ରକ୍ଷା କରିବାରେ ବିଫଳ ହୋଇଛି ବିଜୁ ଜନତା ଦଳ। ଚର୍ଚ୍ଚା ହେଉଛି ଯେ ବିଜେଡି ହାରିବା ପଛରେ ମୁଖ୍ୟ କାରଣ ହେଲା ଭିକେ ପାଣ୍ଡିଆନ। କାରଣ ସେ ହେଲେ ଅଣଓଡ଼ିଆ। ବିଜେଡି କଥାରେ ସେ ଅଯଥା ହସ୍ତକ୍ଷେପ କରୁଥିଲେ, ଯାହା ବିଜେଡି ପାଇଁ ବୁମେରାଙ୍ଗ ସାଜିଥିଲା। ଖାଲି ଏତିକି ନୁହେଁ, ବିଜେଡିର ପ୍ରଚାର ଭାର ମଧ୍ୟ ସେ ସମ୍ଭାଳୁଥିଲେ, ଯାହାକୁ ବିଜେଡିର ନେତା ମଧ୍ୟ ପସନ୍ଦ କରୁନଥିଲେ। ଏପରିକି ନବୀନ ମାତ୍ର ଅଳ୍ପ ପ୍ରଚାର କରିଥିଲେ, ଯାହା ବିଜେଡିର ମନୋବଳ କମାଇ ଦେଇଥିଲା, ଯାହା ଭୋଟରେ ମଧ୍ୟ ପ୍ରତିଫଳିତ ହୋଇଥିବା କୁହାଯାଉଛି। ଆଉ ଗୋଟିଏ ପ୍ରମୁଖ କାରଣ ହେଲା ଓଡ଼ିଆ ଅସ୍ମିତା। କାରଣ ଏଥର ଓଡ଼ିଆ ଅସ୍ମିତା ନିର୍ବାଚନରେ ପାଲଟିଥିଲା ମୁଖ୍ୟ ପ୍ରସଙ୍ଗ। କାରଣ ସବୁଠୁ ଚର୍ଚ୍ଚାରେ ଥିଲା ରତ୍ନଭଣ୍ଡାର ପ୍ରସଙ୍ଗ। କାରଣ ରତ୍ନଭଣ୍ଡାର ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦରେ ଫସିଥିଲା ବିଜୁ ଜନତା ଦଳ। କାରଣ ଜଗନ୍ନାଥ ଓଡ଼ିଶା ସଂସ୍କୃତି ସହ ଜଡ଼ିତ, ତାଙ୍କ ପ୍ରତି ଅପମାନକୁ ଗ୍ରହଣ କରିପାରିନଥିଲେ ସାଧାରଣ ଲୋକେ। ସେହିପରି ବାରମ୍ବାର ଓଡ଼ିଆ ଅସ୍ମିତା ଉପରେ ବିଜେଡିର ଆକ୍ରମଣକୁ ସାଧାରଣ ଲୋକେ ନାପସନ୍ଦ କରିଥିଲେ, ଆଉ ଏହାର ଜବାବ ସେମାନେ ବାଲଟରେ ଦେଇଥିଲେ। ତେବେ ବିଜେଡି ହାରିବାର ପ୍ରମୁଖ କାରଣ ହେଲା ଉପକୂଳ। କାରଣ ଉପକୂଳ ଓଡ଼ିଶା ହେଉଛି ବିଜେଡିର ଗଡ଼। ହେଲେ ଏଥର ଦୋହଲି ଯାଇଛି ବିଜେଡିର ଗଡ଼। ନୟାଗଡ଼, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, କଟକ ସବୁଠି ବିଜେଡିର ଗଡ଼ ଦୋହଲିଛି। ସେହିପରି ଖୋର୍ଦ୍ଧା, ପୁରୀରେ ମଧ୍ୟ ବିଜେଡିର ଗଡ଼ ଧ୍ୱଂସ ପାଇଛି। ସବୁଠି ବିଜେପି ଖାତା ଖୋଲିବା ଏକ ପ୍ରକାର ନିଶ୍ଚିନ୍ତ ହୋଇସାରିଲାଣି। ତେବେ ସବୁଠୁ ବଡ଼ କଥା ହେଲା ଯେ ଏହିସବୁ ଜାଗାରେ ବିଜେଡି ଭଲ କରୁଥିଲା, କିନ୍ତୁ ଏଥର ବିଜୁ ଜନତା ଦଳକୁ ଲାଗୁଛି ଭୟଙ୍କର ଝଟକା। ଯଦି ଏହି ଟ୍ରେଣ୍ଡ ଆଗକୁ ବଢ଼େ ତାହେଲେ ବିଜେପି ସରକାର ଗଠନ କରିବା ଏକ ପ୍ରକାର ସ୍ପଷ୍ଟ। କାରଣ ଏବେ ସୁଦ୍ଧା ବିଜେପି ପ୍ରାୟ 70ରୁ ଅଧିକ ଆସନରେ ଆଗୁଆ ରହିଛି। ସେହିପରି ବିଜେଡି 40ରୁ ଅଧିକ ସିଟ୍ରେ ଆଗୁଆ ରହିଛି। ଯଦି ଏମିତି ଚାଲେ ତାହେଲେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ହେବାକୁ ଯାଉଥିବା ପ୍ରମାଣିତ ହେବ। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।